ଓଡ଼ିଆ ସାହିତ୍ୟରେ ଚିତ୍ରକଳ୍ପବାଦ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଚିତ୍ରକଳ୍ପର ସଂକ୍ଷିପ୍ତ ସଂଜ୍ଞା ନିରୂପଣ କରିବାକୁ ଯାଇ ରାଣ୍ଡମ ହାଉସ୍ ଡିକ୍ସନେରୀରେ କୁହାଯାଇଛି 1900ରୁ 1917 ମସିହା ପର୍ଯ୍ୟନ୍ତ ଦଳେ ଇଂରାଜୀ ଓ ଆମେରିକୀୟ କବିଙ୍କ ଦ୍ୱାରା ମୁକ୍ତ ଛନ୍ଦର ପ୍ରୟୋଗ, ପ୍ରାଞ୍ଜଳ ବାକ୍ ପ୍ରତିମା ନିର୍ମାଣ ଏବଂ ସାଧାରଣ ଭାଷା ଅବଲମ୍ବନରେ କାବ୍ୟଦର୍ଶ ଓ ଛନ୍ଦ ସୃଷ୍ଟିକୁ ଭିତ୍ତି କରି କାବ୍ୟ ରଚନା କ୍ଷେତ୍ରରେ ଗୋଟିଏ ନୂତନ ଶୈଳୀ ପ୍ରବର୍ତ୍ତିତ ହୋଇଥିଲା, ଯାହା ଚିତ୍ରକଳ୍ପବାଦ ନାମରେ ପରିଚିତ। ସାହିତ୍ୟ କ୍ଷେତ୍ରରେ ଚିତ୍ରକଳ୍ପ ପ୍ରୟୋଗ ମାତ୍ର ଗୋଟିଏ ଶତାବ୍ଦୀର ଘଟଣା ହେଲେ ସୁଦ୍ଧା ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଏହାର ବ୍ୟବହାର ଖୁବ୍ ପ୍ରାଚୀନ କାଳରୁ ଲକ୍ଷ୍ୟ କରାଯାଏ। ଚିତ୍ର ଓ କବିତା ମଧ୍ୟରେ ଏକ ନିକଟ ଆତ୍ମୀୟତା ଲକ୍ଷ୍ୟ କରି ଜଣେ ପ୍ରାଚୀନ ଗ୍ରୀକ୍ କବି ସିମୋନିଜେସ୍ ଥରେ ମନ୍ତବ୍ୟ କରିଥିଲେ, ଚିତ୍ରକଳା ହେଉଛି ନୀରବ କବିତା ଓ କବିତା ହେଉଛି ଉଚ୍ଚାରିତ ଚିତ୍ରଲିପି। ବାସ୍ତବରେ ଦେଖିବାକୁ ଗଲେ ମଣିଷ ଯେତେବେଳେ ଭାଷାର ବ୍ୟବହାର ଜାଣିନଥିଲା, ନିଜର ମନୋଭାବ ପ୍ରକାଶ କରିବା ପାଇଁ ସେ ଚିତ୍ର ଅଙ୍କନ କରୁଥିଲା। ତେଣୁ ଭାଷାର ସୃଷ୍ଟି ଓ ବିକାଶ ପରେ ସାହିତ୍ୟରେ ବିଶେଷତଃ ବାକ୍ୟ କବିତାରେ ଚିତ୍ର ଅଙ୍କନ ନିଶା ସ୍ରଷ୍ଟାର ଥିଲା ରକ୍ତଗତ। ବିଂଶ ଶତାବ୍ଦୀର ଆରମ୍ଭରେ କାବ୍ୟ ରଚନାର ଭାବପ୍ରବଣତା ସ୍ୱେଚ୍ଛାଚାରିତ ବିରୁଦ୍ଧରେ ଚିତ୍ରକଳ୍ପବାଦ ଏକ ସାହିତ୍ୟ ଆନ୍ଦୋଳନ ଭାବରେ ଆତ୍ମପ୍ରକାଶ କରିବାରେ ଯଥେଷ୍ଟ ପୂର୍ବରୁ ପ୍ରାଚୀନ ଭାରତୀୟ ସଂସ୍କୃତ ସାହିତ୍ୟରେ, ଚୈନିକ କାବ୍ୟ ରଚନାରେ ଓ ଜାପାନୀ ହାଇକୁ କବିତାରେ ଚିତ୍ରକଳ୍ପର ଉଜ୍ଜ୍ୱଳ, ସ୍ୱଚ୍ଛନ୍ଦ, ସଫଳ ପ୍ରୟୋଗ ଘଟିଥିଲା। ଏପରିକି ଇଂଲଣ୍ଡର ଚିତ୍ରକଳ୍ପବାଦୀ କବିଗୋଷ୍ଠୀ ଚିତ୍ରକଳ୍ପର ପ୍ରୟୋଗ ପାଇଁ ସପ୍ତଦଶ ଶତାବ୍ଦୀରେ ଜାପାନୀ ହାଇକୁ କବିତାର ଶ୍ରେଷ୍ଠ ଶିଳ୍ପୀ ମାତ୍ସୁ ଓ ବାସୋଙ୍କ ପାଖରେ ନିଜର ଋଣମୁକ୍ତ କଣ୍ଠରେ ସ୍ୱୀକାର କରି ଯାଇଛନ୍ତି। ଓଡ଼ିଆ ସାହିତ୍ୟରେ ମଧ୍ୟ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଠାରୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ପର୍ଯ୍ୟନ୍ତ ବହୁ କାବ୍ୟ କବିତାରେ ଚିତ୍ରକଳ୍ପର ମନୋଜ୍ଞ ସମାବେଶ ଦେଖାଯାଏ। ପୁଣି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କାବ୍ୟରେ ଶବ୍ଦଚିତ୍ର ଅଙ୍କନ କରିବା ପାଇଁ ଏକ ସ୍ୱତନ୍ତ୍ର ଚିତ୍ରକାବ୍ୟ ବନ୍ଧୋଦୟ କାବ୍ୟ ରଚନା କରିଯାଇଛନ୍ତି, ଯାହା ଚିତ୍ରତ୍ୱ ଓ ବନ୍ଧ ରଚନା ଉଭୟରେ ପ୍ରସିଦ୍ଧି ଲାଭ କରି ଚିତ୍ରାତି ଚିତ୍ର ହୋଇପଡ଼ିଛି। କିନ୍ତୁ ବିଂଶ ଶତାବ୍ଦୀର ଆରମ୍ଭରେ ଟି.ଇ. ହ୍ୟୁମ୍ ଓ ଏଜରା ପାଉଣ୍ଡଙ୍କ ନେତୃତ୍ୱରେ ଆଧୁନିକ କବିତାରେ ଚିତ୍ରକଳ୍ପ ପ୍ରୟୋଗ ଦ୍ୱାରା କାବ୍ୟ କବିତାକୁ ନୂତନ ଜୀବନ୍ୟାସ ଦେଇ ଯେଉଁ ବଳିଷ୍ଠ ନୂତନ କାବ୍ୟ ଆନ୍ଦୋଳନର ୟୁରୋପ ଆମେରିକାରେ ଗଢ଼ି ଉଠିଥିଲା, ପ୍ରାଚୀନ ଓଡ଼ିଆ କାବ୍ୟ କବିତାରେ ବ୍ୟବହୃତ ଚିତ୍ରକଳ୍ପ ଠାରୁ ତାହା ସ୍ୱତନ୍ତ୍ର। ଅନ୍ତତଃ ଚିତ୍ରକଳ୍ପବାଦୀ କବିଗଣ କବିତାରେ ଚିତ୍ର ପ୍ରତିମା ନିର୍ମାଣ କଲାବେଳେ ସ୍ପଷ୍ଟ ଓ ଯଥାର୍ଥ ଶବ୍ଦ ପ୍ରୟୋଗ ଏବଂ ପୂର୍ବ ବ୍ୟବହୃତ ବାକ୍ ପ୍ରତିମାର ପୁନର୍ବ୍ୟବହାର ନ କରିବା ପାଇଁ ଯେଉଁ ଦୃଢ଼ ନୀତି ଘୋଷଣା କରିଥିଲେ, ପ୍ରାଚୀନ କିମ୍ବା ମଧ୍ୟଯୁଗୀୟ କାବ୍ୟରେ ବ୍ୟବହୃତ ଚିତ୍ରକଳ୍ପରେ ତାହା ଘଟିନଥିଲା। ଚିତ୍ରକଳ୍ପ ନିର୍ମାଣରେ ଆଳଙ୍କାରିକ ଭାଷା ବ୍ୟବହାର ମଧ୍ୟଯୁଗୀୟ କବିମାନଙ୍କର ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ ଥିଲା, ଯାହା ବିଂଶ ଶତାବ୍ଦୀର ଚିତ୍ରକଳ୍ପବାଦୀମାନେ ପରିତ୍ୟାଗ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ସଂକ୍ଷେପରେ କହିବାକୁ ଗଲେ, ବିଂଶ ଶତାବ୍ଦୀର ଆରମ୍ଭରେ ଇଂଲଣ୍ଡରେ ଯେଉଁ ଚିତ୍ରକଳ୍ପବାଦୀ କାବ୍ୟ ଆନ୍ଦୋଳନ ଗଢ଼ି ଉଠିଥିଲା, ତାହା ପଛରେ ଥିଲା ୟୁରୋପୀୟ କାବ୍ୟ ଆନ୍ଦୋଳନ ସୁଦୀର୍ଘ ଐତିହାସିକ ଉପଲବ୍ଧି। କ୍ଲାସିସିଜମ, ରୋମାଣ୍ଟିସିଜମ, ଭବିଷ୍ୟତବାଦ, ବାସ୍ତବବାଦ, ପ୍ରତୀକବାଦ ଇତ୍ୟାଦି ବହୁ କାବ୍ୟ ଆନ୍ଦୋଳନ ମଧ୍ୟ ଦେଇ ୟୁରୋପୀୟ କବିତା ଯେତେବେଳେ ପାଠକମାନଙ୍କ ଚିତ୍ତବୃତ୍ତିକୁ ଆଲୋଡ଼ିତ କରିବାକୁ ଅସମର୍ଥ ହେଉଛି ବୋଲି ଅନୁଭବ କରାଗଲା, କବିତାରେ ଚିତ୍ରକଳ୍ପ ଦ୍ୱାରା ନୂତନ ଚାଞ୍ଚଲ୍ୟକାରୀ ଚିତ୍ର ସୃଷ୍ଟି କରି ତାହା ବୋଧଶକ୍ତିକୁ ଉଦ୍ଦୀପିତ କରିବା ପାଇଁ ଜନ୍ମ ନେଇଥିଲା ଚିତ୍ରକଳ୍ପବାଦ। ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ କବିତାର ସ୍ରଷ୍ଟାମାନଙ୍କ ସମ୍ମୁଖରେ ଏଭଳି କୌଣସି ସମସ୍ୟା ନଥିଲା। ସେମାନଙ୍କ ପାଇଁ ରୂପକ ଅଳଙ୍କାରର ଭଳି ଚିତ୍ରକଳ୍ପ ଥିଲା କାବ୍ୟ ସୁନ୍ଦରୀ ଲାଗି ଅନ୍ୟ ଏକ ପ୍ରସାଧନ ସାମଗ୍ରୀ। କାବ୍ୟ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆତ୍ମମଗ୍ନ ଭାବରେ ସେମାନେ କବିତାରେ ରମଣୀୟ ଚିତ୍ର ପ୍ରତୀୟମାନ ଗଢ଼ି ଯାଇଥିଲେ। ଚିତ୍ରକଳ୍ପବାଦର ଜନ୍ମ। କବି ଟି.ଇ. ହ୍ୟୁମ୍ ତତ୍କାଳୀନ ଇଂରେଜ କବିତାର ଗତି ଓ ପ୍ରକୃତିରେ ଅସନ୍ତୁଷ୍ଟ ହୋଇ କବିତାରେ କିପରି ନୂତନ ଶକ୍ତି ସଞ୍ଚାର କରାଯାଇପାରିବ, ସେଥିଲାଗି ଏକ ଆଲୋଚନା ଚକ୍ର ପ୍ରତିଷ୍ଠା କରିଥିଲେ। ଏହାର ନାମ ଥିଲା ପୋଏଟ୍ରି କ୍ଲବ।
1908 ମସିହାରେ ଏ କ୍ଲବ ସ୍ଥାପିତ ହୋଇଥିଲା ସୁଦ୍ଧା 1909 ମସିହା ବେଳକୁ ଏହି କବି ସଭାରେ ସୁକ୍ତିମୟ ଚୀନା କବିତା ଓ ଜାପାନୀ ହାଇକୁ କବିତାଠାରୁ ଆରମ୍ଭ କରି ଫରାସୀ ପ୍ରତୀକବାଦୀ କାବ୍ୟ କବିତା ସମ୍ପର୍କରେ ଆଲୋଚନା ହେଉଥିଲା। କବିତା ଭିତରେ ରୋମାଣ୍ଟିକ ସ୍ୱେଚ୍ଛାଚାରୀ ଭାବପ୍ରବଣତାର ଅନୁପ୍ରବେଶ ଫଳରେ ତାହା ପାଠକର କଳ୍ପନା ଶକ୍ତିକୁ ବେଶୀ ଦୂରକୁ ନେଇପାରୁନାହିଁ ବୋଲି ସେ ଆଲୋଚନାରୁ ଅନୁଭବ କରାଗଲା। ହ୍ୟୁମ୍ ଥିଲେ ଦାର୍ଶନିକ ବର୍ଗସଙ୍କ ଭକ୍ତ। ବର୍ଗସ ବିଶ୍ୱାସ କରିଥିଲେ ବୁଦ୍ଧି କିମ୍ବା ଯୁକ୍ତି ଦ୍ୱାରା ନୁହେଁ, ସ୍ୱତଃଲବ୍ଧ ଜ୍ଞାନ ଦ୍ୱାରା ହିଁ ସତ୍ୟକୁ ଉପଲବ୍ଧ କରିହୁଏ ଏବଂ ଏହି ସତ୍ୟକୁ କବିତାରେ ସିଧାସଳଖ ପାଠକ ପାଖରେ ପହଞ୍ଚାଇ ଦେବା ପାଇଁ ଲୋଡ଼ା ଚିତ୍ରକଳ୍ପ। ଅକୃତ୍ରିମ ସରଳ ଭାଷା ହିଁ ଉତ୍କୃଷ୍ଟ ଚିତ୍ରକଳ୍ପ ଲାଗି ଉପଯୁକ୍ତ। କବି ହ୍ୟୁମ୍ କବିତାର ଭାଷା ସମ୍ପର୍କରେ ବର୍ଗସଙ୍କ ଏହି ମତକୁ ଗ୍ରହଣ କରିଥିଲେ। ତାଙ୍କ ମତରେ there are roughly speaking two methods of communication, a direct and a conventional language. The direct language is poetry. It is direct because it deals in images. The indirect language is prose because it uses images that have died and become figure of speech. ହ୍ୟୁମ୍ ଙ୍କ ଏହି ପୋଏଟ୍ରି କ୍ଲବର ଆଲୋଚନାରେ ଅନ୍ୟ ଯେଉଁ କବିମାନେ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଏଜେରା ପାଉଣ୍ଡ, ଏଫ୍.ଏସ୍. ପ୍ଲିଣ୍ଟ, ହିଲ୍ଡା ଡୁ ଲିଟିଲ, ଆର୍ଲିଙ୍ଗଟନ ଏବଂ ମିସ୍ ମନେରୋ। 1912 ମସିହାରେ ଏମାନଙ୍କ କବିତା ଏକ ମିଳିତ ସଂକଳନ ପ୍ରକାଶ ପାଇଲା ପରେ ଚିତ୍ରକଳ୍ପବାଦ କାବ୍ୟ ଆନ୍ଦୋଳନ ପ୍ରଥମ କଣ୍ଠସ୍ୱର ଶୁଣାଗଲା। ଟି.ଇ. ହ୍ୟୁମ୍ ଚିତ୍ରକଳ୍ପବାଦର ପ୍ରବର୍ତ୍ତକ ହେଲେ ସୁଦ୍ଧା ଏହାର ପ୍ରଧାନ ପ୍ରଚାରକ ଥିଲେ କବି ଏଜେରା ପାଉଣ୍ଡ। ସେ 1913 ମସିହା ମାର୍ଚ୍ଚ ମାସରେ ପ୍ରକାଶିତ ଏ ଫ୍ୟୁ ଡୋଣ୍ଟସ୍ ବାଇ ଆନ୍ ଇମାଜିଷ୍ଟ ପୁସ୍ତିକାର ଚିତ୍ରକଳ୍ପବାଦ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଏକ ବସ୍ତୁଗତ ହେଉଛି ଅଥବା ଭାବଗତ ବିଷୟ ହେଉ, କବିତାରେ ଏହାକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କରାଯିବା ଉଚିତ। ଦ୍ୱିତୀୟତଃ, ଉପସ୍ଥାପନା ପାଇଁ ଯେଉଁ ଶବ୍ଦ ନିହାତି ଅପରିହାର୍ଯ୍ୟ ନୁହେଁ ସେଭଳି ଶବ୍ଦ କବିତାରେ ବ୍ୟବହାର କରାଯିବା ଅନୁଚିତ। ତୃତୀୟ, କବିତାର ଛନ୍ଦ କ୍ଷେତ୍ରରେ ସଙ୍ଗୀତର ତାଳଲୟ ପରିହାର କରି ସାଙ୍ଗୀତିକ ବାଗ୍ଧାରାର ଅନୁସରଣ କରାଯିବା ଆବଶ୍ୟକ। ଚିତ୍ରକଳ୍ପବାଦୀ କବିତାର ବୈଶିଷ୍ଟ୍ୟ। ପରବର୍ତ୍ତୀ କାଳରେ 7 ଜଣ ଚିତ୍ରକଳ୍ପବାଦୀ କବିଙ୍କ କବିତାର ଏକ ସଂକଳନ 1915 ମସିହାରେ ସମ୍ ଇମାଜିଷ୍ଟ ପୋଏଟ୍ସ ନାମରେ ପ୍ରକାଶିତ ହୋଇଥିଲା। ଏହି କାବ୍ୟ ସଂକଳନର ମୁଖବନ୍ଧରେ ଏଜେରା ପାଉଣ୍ଡ ଚିତ୍ରକଳ୍ପବାଦୀ କବିତାର ଆଉ କେତୋଟି ବୈଶିଷ୍ଟ୍ୟ ଉଲ୍ଲେଖ କରିଥିଲେ। ସେଗୁଡ଼ିକ ହେଲା, କବିତାରେ ସାଧାରଣ କଥିତ ଭାଷାର ସଠିକ ବ୍ୟବହାର, ସଠିକ ଶବ୍ଦ ବଦଳରେ ଅନ୍ୟ କୌଣସି ପ୍ରତିଶବ୍ଦ କିମ୍ବା ଆଳଙ୍କାରିକ ଶବ୍ଦ ବ୍ୟବହାର କଲେ ଚିତ୍ରକଳ୍ପର ମହତ୍ତ୍ୱ ନଷ୍ଟ ହୋଇଯାଏ। ଦ୍ୱିତୀୟତଃ, କବିତାରେ ନୂତନ ଭାବ ପ୍ରକାଶର ମାଧ୍ୟମ ରୂପେ ନୂତନ ଛନ୍ଦର ପ୍ରୟୋଗ। ବହୁ ବ୍ୟବହୃତ ମିତ୍ରାକ୍ଷର ଛନ୍ଦ ତାର ଆକର୍ଷଣ ହରାଇଥିବା ଦୃଷ୍ଟିରୁ ମୁକ୍ତ ଛନ୍ଦ ଏଥିପାଇଁ ଅଧିକ ଉପଯୋଗୀ, କାରଣ ମୁକ୍ତ ଛନ୍ଦରେ କବିତାର ଭାବ ପ୍ରକାଶ ପାଇଁ ଯଥେଷ୍ଟ ସ୍ୱାଧୀନତା ପାଇପାରେ। ତୃତୀୟତଃ, କବିତାର ବିଷୟବସ୍ତୁ ନିର୍ବାଚନରେ କବିର ପୂର୍ଣ୍ଣ ସ୍ୱାଧୀନତା ଅପରିହାର୍ଯ୍ୟ। ଆମେ ଆଧୁନିକ ଜୀବନର କଳାତ୍ମକ ମୂଲ୍ୟବୋଧର ପ୍ରଗାଢ଼ ବିଶ୍ୱାସ ରଖୁ। ଉଡ଼ାଜାହାଜ କିମ୍ବା ଅଟୋମୋବାଇଲ ସମ୍ପର୍କରେ ଖରାପ କବିତା ଲେଖିବା ଯେପରି ଭଲ କଥା ନୁହେଁ, ସେହିପରି ଅତୀତ ସମ୍ପର୍କରେ ଭଲ କବିତା ଲେଖିବା କିଛି ଖରାପ କଥା ନୁହେଁ। ଚତୁର୍ଥରେ, ଆମେ କବିତାରେ ଚିତ୍ରକଳ୍ପ ପ୍ରୟୋଗ କରିବାରେ ବିଶ୍ୱାସ କରୁ। ଆମେ ଚିତ୍ରକର ନ ହେଲେ ସୁଦ୍ଧା ସାଧାରଣ ଭାବରେ କିମ୍ବା ଅସ୍ପଷ୍ଟ ଭାବରେ କୌଣସି ଧାରଣା ନ ଦେଇ କବିତାରେ ଯଥାଯଥ ଚିତ୍ର ଉପସ୍ଥାପିତ କରିବାକୁ ଚାହୁଁ। ନୈସର୍ଗିକ କବିମାନେ କଳା ସଙ୍କଟରୁ ଆତ୍ମରକ୍ଷା ପାଇଁ ଆଶ୍ରୟ ନେଇଥିବା ହେତୁ ଆମେ ସେମାନଙ୍କ ବିରୋଧୀ। ପଞ୍ଚମରେ, କବିତା ପାଇଁ ଶକ୍ତି ଓ ପରିଚ୍ଛନ୍ନ ଶୈଳୀ ଆବଶ୍ୟକ। ଅନିର୍ଦ୍ଦିଷ୍ଟ କିମ୍ବା ଅସ୍ପଷ୍ଟ ଶବ୍ଦ ବା ବାକ୍ୟ ପ୍ରୟୋଗ ଅନାବଶ୍ୟକ। ଷଷ୍ଠରେ, ଆମେ ଅଧିକାଂଶ ବିଶ୍ୱାସ କରୁ ଏକାଗ୍ରତା ହିଁ କବିତାର ନିର୍ଯାସ ସ୍ୱରୂପ। ହ୍ୟୁମ୍ ଓ ଏଜେରା ପାଉଣ୍ଡଙ୍କ ପାଇଁ ଚିତ୍ରକଳ୍ପ ଥିଲା କବିତାର ପ୍ରାଣ ସ୍ୱରୂପ। ଫରାସୀ ପ୍ରତୀକବାଦୀ କବିଗୋଷ୍ଠୀ ପ୍ରତୀକର ସହାୟତାରେ ଯେପରି ଭୂମି ଭିତରେ ଭୂମାର ସ୍ୱରୂପ ପାଠକ ମନରେ ସଞ୍ଚାରିତ କରିବାକୁ ଯତ୍ନ କରିଥିଲେ, ଚିତ୍ରକଳ୍ପ ପ୍ରୟୋଗ ଦ୍ୱାରା ଚିତ୍ରକଳ୍ପବାଦୀମାନେ ସେହିପରି ମଣିଷର ବୁଦ୍ଧିକୁ ଅତିକ୍ରମ କରି ସହଜାତ ଚେତନାକୁ ଉଦ୍ଘାଟନ କରିବା ଲାଗି ପଥ ଖୋଜୁଥିଲେ। ସେମାନଙ୍କ ମତରେ କବିକୁ ନିଜର ଭାବନାର ପ୍ରକାଶ ପାଇଁ ପ୍ରତୀକ ତୁଳନାରେ ଚିତ୍ରକଳ୍ପରେ ଅଧିକ ସ୍ୱାଧୀନତା ମିଳିଥାଏ। ସେଥିପାଇଁ ଏଜେରା ପାଉଣ୍ଡ ମନ୍ତବ୍ୟ କରିଥିଲେ,
It is better to present one image in a lifetime than produce voluminous work. अर्थात जीवन काल मध्य विपुलकाय ग्रंथ रचना अपेक्षा गोटे चित्रकल्प निर्माण करने श्रेयस्कर। चित्रकल्पवादी आंदोलनर अंतिम पर्व। इंग्लैंड रे चित्रकल्पवादर जन्म होइथिला। परवर्ती काल रे एहार प्रभाव अमेरिकार काव्य साहित्य रे मध्य अनुभूत होइथिला, किंतु एही काव्य आंदोलन व्यापक आकार धारण करबा आगरु एहार प्रधान पृष्ठपोषक कवि एजेरा पाउंड 1914 मसीहा परे भोटिसिज्म नामक आउ एक नूतन काव्य आंदोलन सहित संपृक्त होई चित्रकल्पवाद आंदोलन विदाय नहीं गले। पाउंड को पर चित्रकल्पवादी आंदोलनर नेतृत्व नहीं एमी लोवेल। मिस आमी लोवेल को नेतृत्व रे चित्रकल्पवाद तार पूर्व गौरव केवल से हराई थिला ताहा नुहे, तहिरे केतेक मौलिक परिवर्तन मध्य घटिला। सेतिपई पाउंड प्रमुख ई आंदोलन को आउ इमेजिम बोली न कही मिस आमी लोवेल का नाम अनुसार आमीइजिम दिया जिबा उचित बोली व्यंग करथिले। चित्रकल्पवादर प्रभाव मलिन पड़ी आसिबा पछरे थिबा 20 शताब्दीर अस्थिर विस्फोरणमुखी दुस्समय, प्रथम महायुद्धर आघातरे मनीष स्थिर चिंतार पात्र हली जाइथिला। अर्थनैतिक संकट, राजनैतिक अस्थिरता और संस्कृतिर अवक्षय जोगु पृथ्वी मने होउथिला मुर्मुसह, जहा शस्यरे श्यामल नुहे अग्नि रे दग्ध। एई अर्धदग्ध पृथ्वीर करुण छवि फुटिथिला परवर्ती काल रे एलियट को वेस्टलैंड काव्य रे। तथापि चित्रकल्पवादी काव्य आंदोलन आधुनिक कवितार जन्म पाई पथ प्रशस्त करि देइथिला। पृथ्वीर विशिष्ट कवि W.B. ईस्ट, T.S. इलियट एवं वालेस स्टीवेन्स प्रमुख चित्रकल्पवाद द्वारा विशेष भाव में प्रभावित होइथिले। आधुनिक ओडिया कवितार चित्रकल्प। चित्रकल्पवादी कविगोष्ठी रोमांटिक चेतना को परिहार करी संयत भाषा प्रयोग रे कवितार चित्रकल्प निर्माण करिबा पई प्रथासिद्ध छंद उपरु आस्था हराइथिले, कारण मित्राक्षर छंद अपेक्षा मुक्त छंद उपरे सेमाने अधिक गुरुत्व देउथिले। सेमानकर विश्वास होइगला जे नूतन चांचल्यकारी उज्जवल चित्र प्रतिमा द्वारा कविता को शक्तिशाली करिबाकु हेले नूतन छंदर प्रयोजन। पूर्वरु बहु व्यवहृत संगीत धर्मी छंद एहार उपयुक्त माध्यम नुहे। कवितारे चित्रकल्प व्यवहार उपरे जोर देउथिले सुधा अतिरिक्त चित्रकल्प प्रयोग द्वारा कविता को अଯଥା चित्रमय करिवार सेमाने विरोधी थिले, कारण सेमाने अनुभव करिथिले पाठकर अंतर्लोक और बाह्य परिवेश मध्यरे सेतुबंधन करिबारे ही चित्रकल्पर महत्व निहित। तात्पर्यहीन अवास्तव चित्रकल्प व्यवहार द्वारा यह संभव नुहे। एथिपाई लोड़ा हीरक कठन सजीव तीक्ष्ण चित्रकल्पर यथार्थ प्रयोग, कारण चित्रकल्पर गतानुगतिक व्यवहार पाठकर ग्रहजात चेतना को उद्घाटन करने बदल रे ता मनरे विरक्ति और क्लांति आनी थाए। आधुनिक कवितारे रूपक, प्रतीक, मिथ भली चित्रकल्प एक शक्तिशाली आंगिक। अनेक साहित्य समालोचक माने करंती मध्य जुगरे अलंकार जेपरि काव्यर प्रधान प्रसाधन सामग्री होइथिला, आधुनिक कवितारे चित्रकल्प सेही भली कवि पई साधनार वस्तु संजत। सठिक शब्दर व्यवहार, मित्राक्षर छंद अपेक्षा मुक्त छंद प्रयोग उपरे गुरुत्व चित्रकल्पवादी काव्य आंदोलन को आधुनिक कवितार विकास धारारे एक गुरुत्वपूर्ण स्थानर अधिकार करिछि। ओडिया आधुनिक कवितार मध्य चित्रकल्प को भाव प्रकाशर एक बलिष्ठ माध्यम भावरे कवि माने व्यवहार करिसंती। आधुनिक ओडिया कवितारे मुक्त छंदर प्रधान प्रवर्तक सची राउतरायଙ୍କ कवितारे सार्थक चित्रकल्पर अनेक उदाहरण मिलथाय, यथा बृष्टि आगु तरतर, कलसेटी छळ छळ, बेगवती दिहटी दिसे, तक तक त्रस्त दिहटी। ट्राफिक सबुज आलुओ निभि आसिबा आगरु एक मदाळसी निर्जन तरुणी जेउपरी बेगाबेगी रास्ता पारी हुए, एहा एक उत्तीर्ण श्रावण कविता 1962 रु आनीत। बृष्टि आसन्न, ता आगरु कलसी रे जल भरी तरतर हुई बधुटी गृह को फेरिबा को चाहुची। तार सेही चंचल गति, गृह को फेरिबार उद्वेग को कवि राउतराय एक चमत्कार चित्रकल्प द्वारा पाठक मनरे संप्रसारित करने को चाहिंचंती। विकल्प चित्रकल्पटी हेला एक मंथरा गमन मदाळसी एकाकिनी तरुणी रास्ता पार हेबा पई ट्राफिक रो सबुज आलुओ लिभि जाई लालबती जली उठिबा आगरु किपरि तार चलिबार गति द्रुततर करि देउची तार चित्र। उपरयुक्त
ଉଦ୍ଧ୍ୱଂତାସଟି ଭଳି ଗୋଟିଏ ଚିତ୍ରକଳ୍ପ ନିର୍ମାଣ ପାଇଁ କବିତାର ଗୋଟିଏ ସ୍ୱୟଂ ସମ୍ପୂର୍ଣ୍ଣ ପାଦର ଆଶ୍ରୟ ନେଇପାରନ୍ତି। କେହି କେହି କବି ମଧ୍ୟ ଗୋଟିଏ ପଦର ଖଣ୍ଡିତାଂଶ ମଧ୍ୟରେ ଗୋଟିଏ ଉଜ୍ଜଳ ଚିତ୍ରକଳ୍ପର ଦୀପ୍ତି ଝଲସାଇ ଦେଇପାରନ୍ତି, ଯଥା କାନଦୁଲ ପରି ଝୁଲେ ଆକାଶରେ ଗୋରା ଦ୍ୱିପହର। ଏହା ବସନ୍ତ ଏକ କବିତା ସୌଭାଗ୍ୟ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ। କାନଦୁଲ ପରି ଝୁଲେ ଆକାଶର ଦ୍ୱିପହରକୁ ଟେଲିସ୍କୋପ ଇମେଜ ପର୍ଯ୍ୟାୟଭୁକ୍ତ କରାଯାଇପାରେ। ଏହା ମଧ୍ୟ ଟ୍ରାନ୍ସପେରେଣ୍ଟ ଏଫିତିକ୍ ପ୍ରୟୋଗ ପରି ଜଣାଯାଏ। ଦ୍ୱିପହରର ବିରାଟ ବ୍ୟାପ୍ତି ଓ ଉଜ୍ଜଳତା କାନଦୁଲ ଭିତରେ ସୀମିତ ହୋଇଛି, ଅଥଚ ଦୁଲ ଝଲକିବା ପରି ବାରମ୍ବାର ତୀର୍ଯ୍ୟ କିରଣରେ ସୂଚନା ଦେଉଛି। ଗୋରା ଶବ୍ଦର ପ୍ରୟୋଗ ଦୁଲର କିରଣ ପ୍ରସାର ଗୁଣ ପାଇଁ ସାହାଯ୍ୟ କରୁ ବା ନ କରୁ ଦ୍ୱିପହରର ସଚେତନ ସୂଚନା ଦେଉଛି। କାନଦୁଲ ଝୁଲିବା ପ୍ରସଙ୍ଗରେ ଗୋରା ହଠାତ୍ ଗାଲରେ ପାଲିସ ଶୁଭ୍ରତା ସୂଚିତ କରୁଛି। ଆଧୁନିକ ଓଡ଼ିଆ କବିତାରେ ଅନେକ ସାର୍ଥକ ଚିତ୍ରକଳ୍ପର ପ୍ରୟୋଗ ହୋଇଛି ଏବଂ ହେଉଛି। କବି ଗୁରୁପ୍ରସାଦ ମହାନ୍ତି, ଭାନୁଜୀ ରାଓ, ରମାକାନ୍ତ ରଥ ଓ ସୀତାକାନ୍ତ ମହାପାତ୍ର ପ୍ରମୁଖ ଅନେକ ଓଡ଼ିଆ କବିଙ୍କ କବିତାରେ ମଣିମୁକ୍ତା ଭଳି ବିଚ୍ଛୁରିତ ହୋଇ ରହିଛି ପାଠକର ଚେତନାକୁ ଗଭୀର ଭାବରେ ସ୍ପର୍ଶ କଲା ଭଳି ନିଟୋଳ, ସତେଜ, ସମ୍ବେଦନଶୀଳ ଚିତ୍ର ପ୍ରତିମା। ଧନ୍ୟବାଦ।